হ্যাঁ সেগুড়াক ফালতু কথা, এগুড়াক দিবা স্বপ্ন। আরে বাবু শুণ, 35 লক্ষ বেকার যুবক যুবতী এইটা ওড়িশারে, ইয়ে কেউ চাকরি দিয়ে পকাইবে? একমাত্র যদি লোকଙ୍କୁ এনগেজ করহব কৃষিরে, এগ্রিকলচରରେ, ଆଉ ଏ ନିଯୁକ୍ତି ଫୁଜି 100 ପ୍ରତି ପଞ୍ଚାୟତରେ ସ୍ୱପ୍ନ, ଏଗୁଡ଼ା ଦିବା ସ୍ୱପ୍ନ। ମୋ ପୁତୁରାକୁ ଦେଖିଲେ କବି, ସେ ପୁତୁରା ସୁରଟଟା ବଢ଼ିଆ ମନ୍ତ୍ରୀ, ରିଅର୍ଗାନାଇଜ କରୁଛି, ବୁଢ଼ାମାନଙ୍କୁ ଏକାଠି କରୁଛି, କଳାକାରମାନଙ୍କୁ, ଡ୍ୟାନ୍ସରମାନଙ୍କୁ ଏକାଠି କରୁଛି, ସିଙ୍ଗରମାନଙ୍କୁ ଏକାଠି କରୁଛି। ଗାଁ ଗହଳିରେ ଯେଉଁ ନାନାଦି ପ୍ରକାରର ବାଦ୍ୟ ବଜାନ୍ତି, ପୁରୁଣା ବାଦ୍ୟ, ବଇଁଶୀଠୁ, ମହୁରୀଠୁ, ଢୋଲିକିଠୁ, ବାଜାଠୁ, ତାକୁ ରଖୁଛି, ତାଙ୍କୁ ଗୋଟେ ଆୱାର୍ଡ଼ ଦେବା ପାଇଁ ଆୟୋଜନ କରୁଛି, ସାହିତ୍ୟିକମାନଙ୍କୁ ଏକାଠି କରୁଛି, କଳାକାରମାନଙ୍କୁ ଏକାଠି କରୁଛି। ଏବେ ଯେଉଁ ଆମର ପରମ୍ପରା ଗାଁ ଗହଳିରେ ରହିଛି, ପାଇକ